ଜ୍ଞାନ 278 ଗତକାଲି 277 ଆକ୍ଚୁଆଲି ସରିଗଲା ଆଲୋଚନାଟି। ଜ୍ଞାନ 278 ପ୍ରଭୁ ଲେଖୁଛନ୍ତି, ମହାସାଗରଟିର ଗଭୀର ଗର୍ଭ ଗୁଡିକ ମଧ୍ୟରେ ଆଦୌ କୌଣସି ବିକ୍ଷୋଭ ନଥାଏ, ମାତ୍ର ଉପରି ଭାଗରେ ଏକ ଆନନ୍ଦ ଗର୍ଜନ ସହିତ କେବଳ ସେହି ଚିତ୍କାର କରୁଥାଏ ଓ କୂଳ ଆଡକୁ ମାଡି ଆସୁଥାଏ। ପ୍ରଚଣ୍ଡ କର୍ମ ମୁଖରତା ମଧ୍ୟରେ ମୁକ୍ତ ଆତ୍ମା ମଧ୍ୟ ଠିକ ସେହିଭଳି ଅବସ୍ଥା ରହିଥାଏ। ତାହା ଆପଣାର ନିଶ୍ୱାସ ଦେଇ ଆପଣା ମଧ୍ୟରୁ କେବଳ ଦୁର୍ଦମନୀୟ କର୍ମର ଉଦ୍ଗୀରଣ କରିବାରେ ଲାଗିଥାଏ। ଆମେ ଗତକାଲି ଆଲୋଚନା କରିଥିଲେ ଯେ ଶାଶ୍ୱତ ପରମ ନିରବତା ମଧ୍ୟରେ ହିଁ ଯାବତୀୟ ଶବ୍ଦ ଆଉ ଯାବତୀୟ କର୍ମ ରୂପ ପରିଗ୍ରହ କରିଥାନ୍ତି। ଜ୍ଞାନ 278 କହୁଛନ୍ତି ଯେ ଯଦି ମହାସାଗରର ଗର୍ଭ ବା ଯଦି ଆମେ ଦେଖିବା ସମୁଦ୍ରର ଭିତରେ ଗଭୀର ଜଳରାଶି, ତା ଭିତରେ ଆମେ କୂଳରେ ଯୋଉ ଦେଖୁଛନ୍ତି ଯେତେ ଜୋରରେ ଆସି ତରଙ୍ଗ ବାଡେଇ ହଉଛି, ଗଭୀର ସମୁଦ୍ର ଭିତରେ ସେଗୁଡା କିଛି ନଥାଏ, ସେଗୁଡିକ ପୁରା ଶାନ୍ତ ଥାଏ। କିନ୍ତୁ କୂଳକୁ ଯେତେବେଳେ ଆସୁଛି ସେତେବେଳେ ତାହା ଦେଖୁଥିବେ ବଡ ବଡ ତରଙ୍ଗ ହେଇକି ଏମିତି ଉଠିକି ଢେଉ ମାଡି ମାଡି ଆସୁଛି, ଢେଉ ପିଟି ହବ, ଟାଣି ନବ, ଏ ନବ ଇତ୍ୟାଦି। ଏଠି ପ୍ରଭୁ କହୁଛନ୍ତି ଯେତେବେଳେ ପ୍ରଚଣ୍ଡ କର୍ମ ମୁଖରତା ଭିତରେ ମଧ୍ୟ ଆତ୍ମା ସବୁବେଳେ ଶାନ୍ତ ନୀରବ ରହିଥାଏ। ଯେ ବାହାରେ ପୂର୍ଣ୍ଣ ଭାବରେ କର୍ମ ଭିତରେ ସେ ଲିପ୍ତ ଥିଲେ ମଧ୍ୟ, କର୍ମ ଭିତରେ ମାନେ ଏଠି ଆତ୍ମା ଯେତେବେଳେ କର୍ମ ଭିତରେ ଲିପ୍ତ ରହିବା କଥା କହୁଛୁ ମାନେ ଦିବ୍ୟ କର୍ମ କରୁଥିବ, ଭଗବାନଙ୍କୁ ପରିପ୍ରକାଶ କରୁଥିବ, ପୂର୍ଣ୍ଣ ଭାବରେ ସେ କର୍ମ ମୁଖର ଥିଲେ ମଧ୍ୟ ତା ଭିତରେ ସେ ଶାନ୍ତ ନୀରବ ହେଇକି ରହିଥାଏ ଏବଂ ବାହାରେ କେବଳ କର୍ମଟି ଉଦ୍ଗୀରଣ ହେଇଥାଏ, ମାନେ ଯେମିତି ଢେଉ ହେଇକି ଆସୁଛି ସେମିତି ଏଗୁଡାକ କର୍ମ ବାହାରେ ସେ କରୁଥାଏ, କିନ୍ତୁ ଭିତରେ ସେ ଶାନ୍ତ ନୀରବ ଥାଏ। ଏବଂ ଏହି ଅବସ୍ଥାଟିକୁ ସାଧାରଣ ମନୁଷ୍ୟମାନେ ପ୍ରାପ୍ତ କରିପାରନ୍ତି ନାହିଁ। ଯେତେବେଳେ ସେମାନେ କର୍ମ ମୁଖର ହୁଅନ୍ତି ସେତେବେଳେ ସିଏ ନିଜେ ମଧ୍ୟ ଅଶାନ୍ତ ହେଇଯାଆନ୍ତି ଏବଂ ନିଜେ ବାହାରର ପରିବେଶ ପରିସ୍ଥିତି ଅନୁସାରେ ପରିଚାଳିତ ହୁଅନ୍ତି। ସେତେବେଳେ ସେ ଆତ୍ମାର ନିର୍ଦ୍ଦେଶ, ଆତ୍ମାର ଆଦେଶ, ଆତ୍ମାର ପ୍ରେରଣା ଅନୁଭବ କରିପାରନ୍ତି ନାହିଁ, କିନ୍ତୁ ଏହା ସମ୍ଭବ। ଏଇ କଥାଟି ଆମକୁ ଜାଣି ରଖିବାକୁ ପଡିବ। ବ୍ୟକ୍ତି ମନୁଷ୍ୟ ଯେତେବେଳେ ପ୍ରୟାସ କରେ, ଏ ପ୍ରକାର ପ୍ରୟାସ କରିଛନ୍ତି ଏବଂ ପ୍ରାପ୍ତ ମଧ୍ୟ କରିଛନ୍ତି। ଅନେକ ଉଦାହରଣ ସେଥିପାଇଁ ରହିଛି। ଆମେ ଯେତେ କଥା ଶୁଣେ, ଆମେ ଅବତାରୀ ପୁରୁଷ ବୋଲି କହୁଛନ୍ତି, ଶ୍ରୀ ଅରବିନ୍ଦ କହୁଛନ୍ତି। ଶ୍ରୀ ଅରବିନ୍ଦ ମନେ ଅଛି ରୁମରେ ଯେତେବେଳେ ସିଏ ଲେଖୁଛନ୍ତି, ବାହାରେ ଝଡ ଝଞ୍ଜା ହଉଛି, ସେ ତ ପରିବେଶ ପରିସ୍ଥିତି ମଧ୍ୟ ତାଙ୍କର ବୋଲ ମାନୁଛି। ସେଠି ରୁମ ଭିତରକୁ କିଛି ନାହିଁ, ମାନେ ଝଡ ଝଞ୍ଜା ବର୍ଷାର ଶବ୍ଦ ବି ତା ଭିତରେ ପ୍ରବେଶ କରୁନି। ତାମାନେ ତାଙ୍କର ପ୍ରଭାବ ଏତେ ଦିଗନ୍ତ ବିସ୍ତାରୀ ଥିଲା ଯେ ତା ଭିତରକୁ ସେ ଆସିକି ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିପାରୁନଥିଲା। କିନ୍ତୁ ଏଠି ଯୋଉ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଛନ୍ତି, ବାହାରେ ଯେତେ ଯାହା ହେଲେ ମଧ୍ୟ ସେ କେମିତି ଶାନ୍ତ ନୀରବ ଆତ୍ମା କେମିତି ରହିଥାଏ। ଦେଖନ୍ତୁ, ଯେତେବେଳେ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଶ୍ରୀ ଅରବିନ୍ଦ ନିଜେ ପୁରା ସମ୍ମୁଖ ଭାବରେ ଯୁବ ସମାଜକୁ ପ୍ରେରଣା ଦଉଥିଲେ, କିନ୍ତୁ ପୁରା ନିରାଡମ୍ବର ଜୀବନ ସହିତ ଶାନ୍ତ ନୀରବ ସବୁବେଳେ, କିଛି କୌଣସି ପ୍ରକାରର ଆମର କଣ ହୁଏ, ସାଧାରଣ ଚେତନାରେ ଆମେ ଯୋଉମାନେ ରହୁଛୁ, ଆମର ଯେତେବେଳେ କୌଣସି ଗୋଟେ ବିପ୍ଳବାତ୍ମକ କଥା ଆସେ ସେତେବେଳେ ଆମର ରାଜସିକ ଗୁଣଟା ବାହାରକୁ ଚାଲି ଆସେ। ଆମେ ପୁରା କଣ ଉଦ୍ଦାମତାରେ ଭରି ଯାଉ। ଆମର ଶବ୍ଦ ଗୁଡାକ ଯୋଉ ବାହାରେ ଯେତେବେଳେ ସିଏ ଆଉ ନର୍ମାଲ ଟୋନରେ ବାହାରେନି, ସେ ଟୋନଟା କେମିତିଆ ଗୋଟେ ଗୁରୁ ଗମ୍ଭୀର, ଖାଲି ଗୁରୁ ଗମ୍ଭୀର ନୁହଁ, ଉନ୍ମାଦ ଯୁକ୍ତ, ତୀବ୍ର, ଆମ ଶରୀର ଭିତରେ ତୀବ୍ର ସ୍ପନ୍ଦନ ଆସୁଥିବ। ଆମେ ଯଦି ଦେଖିବାକୁ ଯିବା, ଆମେ ସେତେବେଳେ ସାଧାରଣତଃ ଅସନ୍ତୁଳିତ ଅବସ୍ଥାରେ ଥାନ୍ତି।
ଯେତେବେଳେ ଜଣେ ଯୋଦ୍ଧା ଯୁଦ୍ଧ କ୍ଷେତ୍ରକୁ ଯାଉଛି ସେତେବେଳେ ଯେମିତି ରଣହୁଙ୍କାର ଛାଡନ୍ତି, ଏଇଥିପାଇଁ ଛାଡନ୍ତି ଯେ ଯେମିତି କଥାରେ କୁହନ୍ତି ଯେ ଜୋଶ ଆସିବ। ତାମାନେ ସେ ଯୋଉ ତୀବ୍ରତା ବାହାରେ ଦେଖା ଯାଉଥାଏ କି ସେ ତାଙ୍କର ଯୋଉମାନେ ଆତ୍ମସ୍ଥ ପୁରୁଷ, ଯୋଉମାନେ ଆତ୍ମା ଦ୍ୱାରା ପରିଚାଳିତ ହଉଥାନ୍ତି, ସେମାନେ ବାହାରକୁ ସେମିତି ତୀବ୍ର ପ୍ରକାଶ କରିଲେ ମଧ୍ୟ ଅନ୍ତରରେ ସେମିତି ପୁରା ଶାନ୍ତ ନିରବ ଥାନ୍ତି। କାମ ସରିଗଲା ବଢାସ୍ କିନା, ଯେମିତି ଆମେ କଥା ଭାଷାରେ କହୁଛେ, ଯେମିତି କାମ ସରିଗଲା ନା, ସେଇ ଯୋଉ ଉଦ୍ଦାମତାର ସହିତ ଯୋଉ କାମ କାର୍ଯ୍ୟ କରାହଉଥିଲା, ସେ କାର୍ଯ୍ୟ ସରିଲା ପରେ ସାଧାରଣ ବ୍ୟକ୍ତି ନର୍ମାଲ ଅବସ୍ଥାକୁ ଆସିବାକୁ ମାନେ ବହୁତ ସମୟ ଲାଗେ। କିନ୍ତୁ ଯୋଉମାନେ ଆତ୍ମସ୍ଥ ପୁରୁଷ, ପର୍ଟିକୁଲାର ସେ କାମ ସରିଲା, ତାପରେ ପୁଣି ସେ କାମ ଯେମିତି କୁଆଡେ କିଛି ଘଟିନଥିଲା, ତାପରେ ପୁରା ଶାନ୍ତ ନିରବ ହେଇକି ଅନ୍ୟ କାମ ଯୋଉଟା ଦରକାର ଶାନ୍ତ ନିରବ ସେଠି ଶାନ୍ତ ନିରବ ହେଇପାରିବେ। ଇଏ ହଉଛନ୍ତି ଆତ୍ମସ୍ଥ ପୁରୁଷ ଯିଏ, ତାଙ୍କ ଭିତରେ ଘଟେ। ତେଣୁ ଏହା ସମ୍ଭବ। ତାମାନେ ବାହାରେ କର୍ମମୁଖର ସହିତ ଆତ୍ମାରେ ନିରବ ରହି ବାହାରେ କର୍ମମୁଖର ହେଇ ଜଣେ ପାରିବ। ତେଣୁ ଏଇ ଦୁଇଟି ଜ୍ଞାନ 277 ଜ୍ଞାନ 278ରେ ପ୍ରଭୁ ଯାହା କହିଲେ ଆମେ ଯଦି ତାକୁ ସାରାଂଶରେ କରିବା, ତାମାନେ ଯୋଉ ପରମ ଶାଶ୍ୱତ ପରମ ନିରବତା ରହିଛନ୍ତି ବା ଶାଶ୍ୱତ ପରମ ଚେତନା, ସକଳ କର୍ମର ସେ ହିଁ ହଉଛନ୍ତି କାରଣ। ତାହା ବାହ୍ୟ କର୍ମ ହଉ ବା ଶବ୍ଦ ହଉ, ଯାହା ବି ହଉ, ସକଳ କର୍ମର ସେ ହଉଛନ୍ତି କାରଣ। ଏବଂ ଯୋଉ ପରମ ଚେତନା, ଯୋଉ ପରମ ଶକ୍ତି କର୍ମ ରୂପେ ଅଭିବ୍ୟକ୍ତ ହେଇ ରହୁଥାନ୍ତି, ସେଇ କାର୍ଯ୍ୟକୁ ବାହ୍ୟ କ୍ଷେତ୍ରରେ କରୁଥିବା ଓ ଆପଣର ଅଜ୍ଞାନରେ ନିଜକୁ ହିଁ ତାର ଉନ୍ମେଷକ ବୋଲି ଭାବୁଥିବା ବ୍ୟକ୍ତି ମାନଙ୍କ ଠାରୁ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ହୋଇ ରହିଥାନ୍ତି। ବ୍ୟକ୍ତି ଯୋଉମାନେ ଭାବନ୍ତି ଯେ ମୁଁ କର୍ମ କରୁଛି, ସେମାନଙ୍କ ଠାରୁ ଏମାନେ ଭିନ୍ନ। କାହିଁକିନା ଏମାନେ ଆତ୍ମସ୍ଥ ହେଇ ଯେତେବେଳେ କର୍ମ କରୁଥାନ୍ତି, ସେମାନେ ନିଜେ ଅନୁଭବ କରନ୍ତି ସେ କର୍ମ ସେ ନିଜେ କରନ୍ତି ନାହିଁ। କର୍ମର ପ୍ରେରଣା ଆସେ ଭିତରୁ, କର୍ମ କରନ୍ତି ସିଏ। ତେଣୁ ସେ କର୍ମର ଯୋଉ କ୍ରେଡିଟ ଆମେ ଯୋଉ କଥାରେ କହନ୍ତି, କର୍ମର ସେ କ୍ରେଡିଟ କେବେ ବି ସେ ନିଅନ୍ତି ନାହିଁ। ନବା ପାଇଁ ପ୍ରୟାସ ମଧ୍ୟ ନଥାଏ ଯୋଉମାନେ ଆତ୍ମସ୍ଥ ପୁରୁଷ। ନଚେତ୍ ବାହ୍ୟ କର୍ମରେ ଆମେ ସାଧାରଣ ଚେତନାର ବ୍ୟକ୍ତି, ଆମେ ଟିକେ ପ୍ରଶଂସା ଆଶା କରୁ, ଆମକୁ ଟିକେ କିଏ ବାହା ବାହା କରୁ ବୋଲି ଆଶା କରୁ। ଆମକୁ ବାହା ବାହା କରୁ ନ କରୁ, କିଛି ନହେଲେ ବି ଆମ କାର୍ଯ୍ୟକୁ ଗୋଟେ ଗୁରୁତ୍ୱ ଦଉ, ବା ହଁ ସେ କାର୍ଯ୍ୟ କରୁଛି ବୋଲି ଗୋଟେ ଭାବ ଦଉ। ଏଇ ପ୍ରକାର ଭାବ ଆମ ପାଖରେ ଥାଏ। ଆମେ କୃତଜ୍ଞତା ଆଶା କରୁ, ଧନ୍ୟବାଦ ଆଶା କରୁ, ପ୍ରଶଂସା ଆଶା କରୁ। କିଛି ନହେଲେ ଆମକୁ ରେକଗ୍ନିସନର ଗୋଟେ ଆମେ ଆଶା ରଖୁ, ଯୋଉମାନେ ସାଧାରଣ ନିମ୍ନ ଚେତନାରେ ଆମେ ଥାଉ। ତେଣୁ କିନ୍ତୁ ଯୋଉମାନେ ଆତ୍ମସ୍ଥ ପୁରୁଷ, ଏଠି ପ୍ରଭୁ ଯୋଉ କହୁଛନ୍ତି, ଯୋଉମାନେ ଆତ୍ମା ଦ୍ୱାରା ପରିଚାଳିତ ହେଇଥାନ୍ତି, ସେମାନେ ବାହାରେ କର୍ମ କରନ୍ତି ଏବଂ ଭିତରେ ଶାନ୍ତ ନିରବ ରହିଥାନ୍ତି। କର୍ମର ପ୍ରେରଣା ଯେ ତାଙ୍କର ନିଜର ନୁହଁ, ସେ ଭାବଟି, ସେ ଅନୁଭବଟି ତାଙ୍କର ଥାଏ। ତେଣୁ ପରିପ୍ରକାଶରେ ସିଏ କିଛି କେବେ ପରିପ୍ରକାଶ କରନ୍ତି ନାହିଁ। ସେ ଲେଖିଲେ ସେଥିପାଇଁ ବାହ୍ୟ କ୍ଷେତ୍ରରେ କରୁଥିବା ଓ ଆପଣାର ଅଜ୍ଞାନରେ ନିଜକୁ ହିଁ ତାର ଉନ୍ମେଷକ ବୋଲି ଭାବୁଥିବା ବ୍ୟକ୍ତି ମାନଙ୍କ ଠାରୁ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ହୋଇ ରହିଥାନ୍ତି। ଆମେ ଚେଷ୍ଟା କରିବା ଆତ୍ମା ଦ୍ୱାରା ପରିଚାଳିତ ହବା ପାଇଁ। ଆତ୍ମା ଯେମିତି ସମ୍ମୁଖକୁ ଆସିବ, ମୋର ବାହ୍ୟ ମନ ପ୍ରାଣ ଶରୀରକୁ ସେ ପରିଚାଳିତ କରିବ, ତାହେଲେ ଆମେ ମଧ୍ୟ ଆମ ଭିତରେ ମଧ୍ୟ ସେଇ ସ୍ଥିତି କେତେବେଳେ ଆସିବ ଆଉ ଆମକୁ ଜଣା ପଡିବନି। କାହିଁକିନା ଆମେ ତ ସେତେବେଳେ ଆମର ସେ ଯୋଉ ମୁଁ ବା ମୁଁ କାର୍ଯ୍ୟ କରୁଛି ସେ ଭାବ ହିଁ ନଥିବ। ତେଣୁ ସେ ଅନୁଭବ କରିବା ପାଇଁ ସେ ବ୍ୟକ୍ତି ନଥିବ ଯେ ମୁଁ ଆତ୍ମା ଦ୍ୱାରା ପରିଚାଳିତ ହଉଛି ବୋଲି, ସେ ମୁଁ ହିଁ ନଥିବ। ଥ୍ୟାଙ୍କ ୟୁ ଅଲ୍, ଅରବାର।